ଆଜି ମଧ୍ୟରାତ୍ରରେ ଧରାପୃଷ୍ଠକୁ ଅବତରଣ କରିବେ ଭଗବାନ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣଙ୍କ ଜନ୍ମ ହେବା ପରେ କାଲିଠାରୁ ଚାଲିବ ନନ୍ଦ ଉତ୍ସବ ମେଳା। ଏନେଇ ଆଜିଠାରୁ ଅନେକ ଲୋକ ଜନ୍ମାଷ୍ଟମୀ ବ୍ରତ ପାଳନ କରୁଛନ୍ତି। ତେବେ ଆଜି ଆମେ ଜାଣିବା ଏହି ଜନ୍ମାଷ୍ଟମୀ ପାଳନ ପଛରେ କ'ଣ ମହତ୍ଵ ରହିଛି। ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିବା ପଛରେ କ'ଣ ଉଦ୍ଦେଶ୍ୟ ଥିଲା। ଆମ ଓଡ଼ିଶା ବ୍ୟତୀତ ଭାରତ ସମେତ ଅନ୍ୟ କେଉଁ ସ୍ଥାନରେ ଏହି ପର୍ବକୁ ପାଳନ କରାଯାଉଛି ସେ ବିଷୟରେ ମଧ୍ୟ ଆମେ ଜାଣିବା। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀକୁ କୃଷ୍ଣାଷ୍ଟମୀ, ସାତମ ଆଠମ, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ଲୋକ ଜାଣନ୍ତି। ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ଗ୍ରେଗୋରିଆନ ବା ଇଂରାଜୀ କ୍ୟାଲେଣ୍ଡରରେ ସବୁବେଳେ ଅଗଷ୍ଟ 15ରୁ ସେପ୍ଟେମ୍ବର 15 ଭିତରେ ହିଁ ଆସିଥାଏ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିରେ ବୈଷମ୍ୟ ଯୋଗୁଁ ବା ବିଭେଦ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ। ଯେପରିକି 2011 ମସିହାରେ ଏହା ଉତ୍ତର ଭାରତରେ 22 ଅଗଷ୍ଟରେ ପାଳନ କରାଯାଇଥିଲା। ସେହିପରି ଦକ୍ଷିଣ ଭାରତରେ ମାନେ କେରଳ ଆଦି ରାଜ୍ୟରେ 21 ଅଗଷ୍ଟରେ ଏହାକୁ ପାଳନ କରାଯାଇଥିଲା। ତିଥି ଅନୁସାରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ସମାଜରେ ପାଳନ କରାଯାଇଥାଏ। ମଧ୍ୟରାତ୍ରରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି। ତେବେ ମୁଖ୍ୟ ଚାନ୍ଦ୍ରମାସ ଓ ଗୌଣ ଚନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ। ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଥିଲେ। ତାଙ୍କ ଜନ୍ମ ପଛରେ ଏକ ମହତ ଉଦ୍ଦେଶ୍ୟ ରହିଥିଲା। ଶ୍ରୀମଦ୍ ଭଗବତ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବା ପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ୍ୟ। ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ଏହାକୁ ପ୍ରାପ୍ତ କରିପାରିବ। ଆମ ହିନ୍ଦୁ ସମାଜରେ ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ଆମ ହିନ୍ଦୁମାନଙ୍କର ଏହା ଏକ ମୁଖ୍ୟ ପର୍ବ। ବେଦବାଣୀ ଓ ଜ୍ୟୋତିଷ ଗଣନା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କର ଲୀଳା ଅବଧି ଥିଲା 125 ବର୍ଷ 7 ମାସ। ଯେଉଁଦିନ କୃଷ୍ଣଙ୍କର ପରଲୋକ ହେଲା ସେହି ଦିନଠାରୁ ଏହି କଳିଯୁଗ ଆରମ୍ଭ ହୋଇଛି। ବର୍ତ୍ତମାନ କଳିଯୁଗର ବୟସ ହେଉଛି 5113। ତେଣୁ ଆଜକୁ 5238 ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ 3227 ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା। ମାନବ ଜାତିର ଉନ୍ନତି ପାଇଁ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ଅବତାର ଗ୍ରହଣ କରି ଏ ଧରାପୃଷ୍ଠକୁ ଆସିଥିଲେ। ମହାଭାରତ ଯୁଦ୍ଧ ହେଉ କିମ୍ବା ରାମାୟଣ ଅବା ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା, ଏସବୁ ପଛରେ ଥିବା ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରଭୁ ଧରାଧାମକୁ ଆସିଥିଲେ। ବିଶେଷ କରି ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ସେ ବି କୃଷ୍ଣଙ୍କ ଅବତାରରେ। କଂସ ଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧରାତ୍ରରେ ରୋହିଣୀ ନକ୍ଷତ୍ର ବୃଷ ରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ। ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଥିଲେ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷା କରି ସେ ଜନ୍ମ ନେଇଥିଲେ। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିଲେ। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିଲା। ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାକୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇ ଦେଇ ଆସିବାକୁ ପିତାଙ୍କୁ କହିଲେ। ପରମବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା। ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା। ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରଙ୍କୁ ନେଇ
ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ। ପ୍ରଭୁ ବର୍ଷାରେ ଓଦା ହୋଇଯାଉଥିବାରୁ ବାଟରେ ନାଗରାଜ ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନକୁ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦ ଘରେ ଛାଡ଼ିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣ ଏହି ପବିତ୍ର ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଲୋକ ଉପବାସ ରଖନ୍ତି। ରାତି 12 ଘଟିକାକୁ କୃଷ୍ଣ ଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାର ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଜନ୍ମାଷ୍ଟମୀର ଠିକ୍ ପରଦିନ ନନ୍ଦ ଉତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦା ରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ ଏବଂ କୀର୍ତ୍ତନ କରିଥାନ୍ତି। ତେବେ ଭାରତରେ ମଥୁରାରେ, ଗୁଜରାଟରେ, ମହାରାଷ୍ଟ୍ରରେ, ମଣିପୁରରେ, କର୍ଣ୍ଣାଟକ ଓ ତାମିଲନାଡୁରେ ଏହି ପର୍ବକୁ ପାଳନ କରାଯାଇଥାଏ। ସେହିପରି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ବିଦେଶରେ ସରକାରୀ ସ୍ତରରେ ମଧ୍ୟ ଆଦେଶ ଜାରି କରାଯାଇଛି। ଅରିଜୋନା ଏମିତି ଆଦେଶ ଜାରି କରିବାରେ ପ୍ରଥମ। ତାଙ୍କ ଦେଖାଦେଖି ଅନ୍ୟ ଦେଶମାନେ ମଧ୍ୟ ଏମିତି ଆଦେଶନାମା ଜାରି କରିଛନ୍ତି। ଏବେ ଆପଣ ଜାଣିସାରିଥିବେ ଏହି ଜନ୍ମାଷ୍ଟମୀ ପର୍ବକୁ ପାଳନ କରିବା ପଛରେ ପ୍ରକୃତରେ ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି। ଭଗବାନ ବିଷ୍ଣୁ କେଉଁ ଲକ୍ଷ୍ୟ ରଖି ମାନବ ରୂପ ଧାରଣ କରି ଧରା ଅବତରଣ କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନେଇଥିବା ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ହିନ୍ଦୁ ପୁରାଣ ସହ ଜଡ଼ିତ, ଆମ ଧର୍ମଗ୍ରନ୍ଥ ସହ ଜଡ଼ିତ, ଆମ ଭଗବାନଙ୍କ ସହ ଜଡ଼ିତ ଏଭଳି ଅନେକ ପୌରାଣିକ କାହାଣୀ ବିଷୟରେ ଯଦି ଆପଣ ଜାଣିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।